ସନ୍ଧ୍ୟା ବେଳେ ଟିକେ ସାଇକି ପଢ଼େଇଦେଲି। ତା ବାବା କହିକି ଯାଇଥିଲେ ଆଜି କିଛି ରୁଟି ଖାଲି କରିଦିଅ, ମୁଁ ଅଣ୍ଡା ସିଝା ନେଇ ଆସିବି, ଅଣ୍ଡା ଟିକେ ଫ୍ରାଏ କରିଦେବ ଖାଇବ। କାହିଁକିନା ଦିନରେ ଆଇଁଷ ମୁଁ ମନା କରିଦେଇଥିଲି ଆଣନି କିଛି। ସାର୍ଙ୍କର ପାଟି ପାଣି ହେଇଗଲାଣି, ଆଉ ନ ଖାଇଲେ କେମିତି ହେବ। ଆଉ ରାତିରେ ଆଇଁଷ ଟିକେ ନହେଲେ ତ ରୁଟି ଯିବନି। 9ଟା 25 ହେଲାଣି, ଅନେଇ ଅନେଇ ସାର୍ଙ୍କର ଆମର ନଥିଲା ଦେଖା ହିଁ। ଭାବିଲି କ'ଣ କରିବି, ଯାଉଛି ରୁଟି ଟିକେ କରିଦେଇଥାଏ। ଫାଷ୍ଟ ରୁଟି କରିଦେଇଥିଲି, ଆଉ ମାଆ ତ ଆମର ଆଇଁଷ ଖାଆନ୍ତିନି। ମାଆଙ୍କ ପାଇଁ ଟିକେ ପୋଟଳ ବାଇଗଣ ହେଇକା ତେଲରେ ଭାଜି ଦେଇଥିଲି, ତାଙ୍କୁ ଟିକେ ଚକଟି ଦେଇ ଦେଇଥିଲି, ଆଉ ସିଏ ଖାଇ ଦେଇଥିଲେ। ଏପଟେ ସାର୍ ନେଇକି ଆସିଥିଲେ, 10ଟା ବାଜିଲା। ସାର୍ ଆମର ନେଇକି ଆସିଲେ ଅଣ୍ଡା ସିଝା ତ ନେଇ ଆସିଥିଲେ, ତାକୁ ଛଡ଼େଇକି ଟିକେ ଭଜାଭଜି କରି ମସଲା ଅଲରେଡ଼ି ବାଟିକି ରଖିଦେଇଥିଲି, ସବୁ ରେଡ଼ି କରି ରଖିଦେଇଥିଲି। ତାପରେ ମସଲା କଷି କାଷି ତରକାରୀ କରିଦେଇଥିଲି। ଆଉ ମୋ ତରକାରୀ ତ ଫୁଟିଲାଣି, ଆଉ ତରକାରୀ ହେଇଥିଲା ରେଡ଼ି। ଆଉ ଫ୍ରାଏ ତ କରିଥିଲି ନା, ଝୋଳ ତ କରିବିନି ରୁଟିରେ। ଆଉ ଫ୍ରାଏ କରିଦେଇଥିଲି, ଆଉ ତାପରେ ଡାକି ଦେଇଥିଲି ସାର୍ଙ୍କୁ। ସାର୍ ଆମ ଟିଭି ଦେଖୁଥିଲେ। ମୁଁ ବି ପଳେଇ ଆସ ଖାଇବ। ଆଉ ମୋ ତରକାରୀ କିଛି କଲର୍ ଗୁଣ୍ଡ ପକାଏନି, ନର୍ମାଲ୍ ଯେମିତି କରେ ସେମିତି ହିଁ କରେ। ମୋତେ କଲର୍ ଗୁଣ୍ଡ ଭଲ ଲାଗେନି। ତ ତାପରେ ବାଡ଼ି ଦେଇଥିଲି, ଆଉ ସାଇକି ଏପଟେ ଖାଉଥିଲି। ତା ବାବା ଅଲରେଡ଼ି ଖାଇକି ଉଠି ସାରିଲେଣି। ଆଉ ପାଳିଥିଲା ମୋର ଖାଇବା। ଆଉ ତରକାରୀଟା ତ ବହୁତ ଟେଷ୍ଟି ହେଇଥିଲା, ଖାଇକି ପୁରା ଶାନ୍ତି ଲାଗିଲା। କାହିଁକିନା ଦିନରେ ତ ଆଇଁଷ ଖାଇନଥିଲି, ଆଉ ଆଇଁଷ ଦିନରେ କଲେ ମୁଁ ରାତିରେ ଜମା ବି କରେନି, କାହିଁକିନା ମୋତେ ଟୋଟାଲି ଭଲ ଲାଗେନି। ତାପରେ ସାଇ କଲି, ସାଇ ତରକାରୀ କେମିତି ଲାଗୁଛି ନା, ବଢ଼ିଆ ଲାଗୁଛି। ଆଉ ସାଇ ଗୋଟେ ପିଲା ଯେ ରାତିରେ ଭାତ ମାନେ ଆଇଁଷ ହେଲେ ଭାତ। ରହିଲି ସାଙ୍ଗମାନେ।